ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅତି ମଧୁର ନାମରେ ପ୍ରେଜ୍ ଦ ଲର୍ଡ। ଏବଂ ମୁଁ ଆଶା କରେ ଆପଣମାନେ ସମସ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା କୁଶଳରେ ଅଛନ୍ତି ଏବଂ ଆଜିର ଏହି ବହୁମୂଲ୍ୟ ସମୟ ପାଇଥିବା ହେତୁ ମୁଁ ବିଶେଷ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୁଁ ଧନ୍ୟବାଦ ଦିଏ। ଏବଂ ଆଜିର ପ୍ରସଙ୍ଗଟି ରହିଅଛି, ତୁମ୍ଭେ କେଉଁ ଦଳର ଲୋକ? ହଁ ପ୍ରିୟ ବନ୍ଧୁଗଣ, ଆଜିର ଏହି ନିଗୁଡ଼ ତତ୍ତ୍ୱ ବିଷୟକୁ ଆଜି ଆମେ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ପ୍ରସଙ୍ଗଟି ପୁନର୍ବାର ମୁଁ କହିବା ପାଇଁ ଚାହେଁ, ତୁମ୍ଭେ କେଉଁ ଦଳର ଲୋକ ଅଟ? ହଁ ପ୍ରିୟ ବନ୍ଧୁଗଣ, ବାସ୍ତବରେ ଯେତେବେଳେ ଆମେ ଧରାପୃଷ୍ଠରେ ଦେଖୁ ଅନେକ ଦଳ ଉତ୍ପନ୍ନ ହୋଇଛି। ତନ୍ମଧ୍ୟରୁ ବାଇବଲ ଆମମାନଙ୍କୁ ଦୁଇଗୋଟି ଦଳ ବିଷୟରେ ପରାମର୍ଶ ଦେଇଥାଏ। ଯେତେବେଳେ ଆମ୍ଭେମାନେ ଏବ୍ରୀ ଅଧ୍ୟାୟ 10 ତାର 39 ପଦକୁ ଆମେ ପାଠ କରୁ, ଏଠାରେ ଏହି ପ୍ରକାର ଲେଖାଯାଏ, ମାତ୍ର ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ। ହଁ ପ୍ରିୟ ବନ୍ଧୁଗଣ, ଏଠାରେ ଆମେ ଯେତେବେଳେ ଧ୍ୟାନ କରୁ ଦୁଇଗୋଟି ଦଳ ବିଶେଷ ଆମେ ଦେଖିବାକୁ ପାଇଥାଉ। ପ୍ରଥମଟି ବିନାଶ ପ୍ରାପ୍ତ ଦଳ, ଦ୍ୱିତୀୟଟି ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରିବା ଦଳ। ଆଜି ଆମେ ଏହି ପଦ ଅନୁସାରେ ନିଜକୁ ସମୀକ୍ଷା କରିବା, ଆମ୍ଭେମାନେ ବର୍ତ୍ତମାନ କେଉଁ ଦଳରେ ବାସ କରୁଛୁ? ହଁ ପ୍ରିୟ ବନ୍ଧୁଗଣ, ପ୍ରଥମଟି ବିନାଶ ପ୍ରାପ୍ତ ଦଳ, ଦ୍ୱିତୀୟଟି ଆତ୍ମାର ପରିତ୍ରାଣର ଦଳ। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମେ ଅଳ୍ପ ସମୟ ଧ୍ୟାନ କରିବା। ହଁ ପ୍ରିୟ ବନ୍ଧୁଗଣ, ଏହି ଧରାପୃଷ୍ଠରେ ଯେତେବେଳେ ଆମେ ଦେଖୁ ଅନେକ ଦଳ ବିଶିଷ୍ଟ ଆମେ ଦେଖିବାକୁ ପାଇଥାଉ। ତନ୍ମଧ୍ୟରୁ ରାଜନୈତିକ ଦଳ ଆମ୍ଭେମାନେ ଅନେକ ଦଳ ଆମେ ଦେଖିବାକୁ ପାଉ। ପୁଣି ବ୍ୟଭିଚାରରେ ଆସକ୍ତ ଦଳକୁ ଆମେ ଦେଖିବାକୁ ପାଉ ଏବଂ ନିଶା ଦ୍ରବ୍ୟରେ ଆସକ୍ତ ହୋଇ ରହୁଥିବା ଦଳକୁ ମଧ୍ୟ ଆମେ ଦେଖିବାକୁ ପାଉ। ହିଂସା, କ୍ରୋଧ, ରାଗ, ଅବାଧ୍ୟତା, ଦଳଭେଦ, ମତଭେଦ ଏହି ପ୍ରକାର କାର୍ଯ୍ୟ କରି ଜୀବନ ଅତିବାହିତ କରୁଥିବା ଦଳକୁ ମଧ୍ୟ ଆମେ ଦେଖିବାକୁ ପାଉ। ଏହି ପ୍ରକାର ଅନେକ ଦଳ ଏହି ଧରାପୃଷ୍ଠରେ ଆମ୍ଭେମାନେ ଦେଖିବାକୁ ପାଉ। ହଁ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମେ ଏହି ଦଳ ବିଷୟରେ ଆମେ ଚିନ୍ତା କରୁ, ଅନେକ ଦଳ ଆମେ ଦେଖିବାକୁ ପାଉ। ଚର୍ଚ୍ଚ ମଧ୍ୟରେ ବି ଅନେକ ଦଳ ଆମେ ଦେଖିବାକୁ ପାଉ। ସମାଜ ମଧ୍ୟରେ ବି ଅନେକ ଦଳ ଆମେ ଦେଖିବାକୁ ପାଉ। ଏହି ଦଳ କେବଳ ବର୍ତ୍ତମାନ ସମୟରେ ରାଜନୈତିକ କ୍ଷେତ୍ରକୁ ନେଇ ରାଜନୈତିକ ଦଳକୁ କେନ୍ଦ୍ରିତ କରି ମଣ୍ଡଳୀରେ ଭାଗ ଭାଗ ଦଳଭେଦ ହେଉଛି। ଯେଉଁମାନେ ଏହି ପ୍ରକାର ଦଳଭେଦ କରନ୍ତି, ବାଇବଲ ପରିପ୍ରକାଶ କରେ, ସେମାନେ ସାଂସାରିକ ମନା। ସେମାନଙ୍କଠାରେ ପରମେଶ୍ୱରଙ୍କର ଆତ୍ମା ନାହିଁ ବୋଲି ବାଇବଲ ପରାମର୍ଶ ଦିଏ ଏବଂ ଏହି ଦଳ ଚିରକାଳ ସ୍ଥାୟୀ ହୋଇ ରାଜତ୍ୱ କରିପାରିବ ନାହିଁ। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଆଜି ଆମେ ନିଷ୍ପତ୍ତି ନେବା, ବର୍ତ୍ତମାନ ଆମ୍ଭେମାନେ କେଉଁ ଦଳରେ ବାସ କରୁଅଛୁ। ଏବଂ ଏହି ଦଳକୁ ଯୋହନ ଏହିପରି ଲେଖନ୍ତି, ଯେତେବେଳେ ଆମ୍ଭେମାନେ ପ୍ରକାଶିତ ଅଧ୍ୟାୟ 2 ତାର 9 ପଦ, ସେ ଏହା କହନ୍ତି, ଆମ୍ଭେ ତୁମର କ୍ଲେଶ ଓ ଦୀନତା ଜାଣୁ, କିନ୍ତୁ ତୁମ୍ଭେ ଧନ୍ୟବାନ। ଆଉ ଯେଉଁମାନେ ଆପଣମାନଙ୍କୁ ଯିହୁଦୀ ବୋଲି କହନ୍ତି, ମାତ୍ର ପ୍ରକୃତରେ ଯିହୁଦୀ ନୁହନ୍ତି, ବରଂ ଶୟତାନର ଦଳ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ଏହି ଜାଗାରେ ଯେଉଁମାନେ ଈଶ୍ୱରଙ୍କର ଅପମାନିତ କାର୍ଯ୍ୟ, ଈଶ୍ୱର ନିନ୍ଦା କାର୍ଯ୍ୟ, ଆଜ୍ଞା ଲଙ୍ଘନ କାର୍ଯ୍ୟ କରନ୍ତି, ଏହିପରି ଲୋକମାନେ ଶୟତାନର ଦଳ ବୋଲି ବାଇବଲ କୁହେ। ହଁ ପ୍ରିୟ ବନ୍ଧୁଗଣ, ଚୋର କାର୍ଯ୍ୟ, ବ୍ୟଭିଚାର କାର୍ଯ୍ୟ, ହିଂସା, କପଟ, ଏହି ସକଳ କାର୍ଯ୍ୟ କରିବା ଦଳକୁ ଶୟତାନର ଦଳ ବୋଲି କୁହାଯାଏ। ଏପରି ଆମ୍ଭେମାନେ ବାଇବଲରେ ଦେଖିବାକୁ ପାଉ। ଏପରି ଲୋକମାନେ କେବଳ ଦଳକୁ ଭେଦ କରନ୍ତି। ଯେତେବେଳେ ଆମ୍ଭେମାନେ ଯିହୁଦା 1 ଅଧ୍ୟାୟ ତାର 19 ପଦକୁ ପାଠ କରୁ, ଏଠାରେ ଏହିପରି ଲେଖାଯାଏ, ସେମାନେ ଦଳଭେଦ ସୃଷ୍ଟି କରନ୍ତି, ସେମାନେ ସାଂସାରିକ ମନା ଓ ଈଶ୍ୱରଙ୍କ ଆତ୍ମା ବିହୀନ। ହଁ ପ୍ରିୟ ବନ୍ଧୁଗଣ, ଯେଉଁମାନେ ଦଳଭେଦ କରନ୍ତି, ସେମାନେ ସାଂସାରିକ ମନା, ସେମାନଙ୍କଠାରେ ଈଶ୍ୱରଙ୍କ ଆତ୍ମା ନାହିଁ ବୋଲି ବାଇବଲ
ପରାମର୍ଶ ଦିଏ। ସେମାନେ ଆତ୍ମାବିହୀନ ଜୀବନ ଅତିବାହିତ କରନ୍ତି ବୋଲି ବାଇବଲ ପରାମର୍ଶ ଦିଏ। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରିବା ଦଳ ହେବା ଆବଶ୍ୟକ। ବାସ୍ତବତାରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହନ୍ତି, ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି ସେମାନଙ୍କ ଦଳର ଲୋକ ମୁଁ ଅଟେ ବୋଲି ପ୍ରଭୁ ଯୀଶୁ କହନ୍ତି। ହଁ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଦ୍ୱିତୀୟ ଆଗମନ କରିବେ, କେବଳ ସେ ଆତ୍ମାର ପରିତ୍ରାଣ ପ୍ରାପ୍ତ ନିମନ୍ତେ ବିଶ୍ୱାସ କରିବା ଲୋକମାନଙ୍କୁ ସେ ନେବା ପାଇଁ, ଅର୍ଥାତ୍ ସେହି ଦଳର ଲୋକମାନଙ୍କୁ ନେବା ପାଇଁ ସେ ଆଗମନ କରିବେ। ଏଣୁ ଆସନ୍ତୁ ପ୍ରିୟ ବନ୍ଧୁଗଣ, ଆଜି ଆମେ ନିଷ୍ପତ୍ତି ନେବା। ଆମମାନେ ପାଶ୍ଚାତ୍ପଦ ହୋଇ ବିନାଶ ପ୍ରାପ୍ତ ଦଳରେ ଆମମାନେ ଗମନ କରୁଅଛୁ କି? ଯୀଶୁଖ୍ରୀଷ୍ଟଙ୍କ ଠାରୁ ବିମୁଖ ହୋଇ ଆମମାନେ ବିନାଶ ପ୍ରାପ୍ତ ଦଳରେ ଆମମାନେ ଗମନ କରୁଛୁ କି? ନା ଆମ୍ଭେମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରିବା ଦଳରେ ଆମମାନେ ଅଛୁ। ଯଦି ଆମମାନେ ଆସୁ ଏପର୍ଯ୍ୟନ୍ତ ଆମମାନେ ପାପରେ ପତିତ ହୋଇ ଏପର୍ଯ୍ୟନ୍ତ ଆମ୍ଭେମାନେ ଈଶ୍ୱରଙ୍କ ଠାରୁ ପୃଥକୀକୃତ ହୋଇ ଆମ୍ଭେମାନେ ଯଦି ବିନାଶ ପ୍ରାପ୍ତ ଦଳର ଲୋକମାନଙ୍କ ସହିତ ବାସ କରୁଛୁ, ତେବେ ଆସୁ ଆଜିର ଏ ବାକ୍ୟ ଅନୁସାରେ ଫେରିବା ଏବଂ ଆମ୍ଭେମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରିବା ଦଳର ଲୋକମାନଙ୍କ ସହିତ ସହଭାଗିତା କରିବା। ସେହି ଦଳକୁ ରାଜକୀୟ ଯାଜକୀୟ ପବିତ୍ର ଗୋଷ୍ଠୀ ବୋଲି ବାଇବଲ କୁହାଏ। କିନ୍ତୁ ଏହି ଜଗତରେ ଯେତେବେଳେ ଆମେ ଦେଖୁ ଅନେକ ଦଳ ବାହାରି ଅନେକ ଉତ୍ତମ କାର୍ଯ୍ୟ କରିବୁ ବୋଲି ସେମାନେ ପରିପ୍ରକାଶ କରନ୍ତି। ଅନେକ ନେତା ମନ୍ତ୍ରୀମାନେ ଆମମାନେ ଉତ୍ତମ କାର୍ଯ୍ୟ, ଉତ୍ତମ ରାଜତ୍ୱ କରିବୁ ବୋଲି ସେମାନେ ପରିପ୍ରକାଶ କରନ୍ତି। ଆମ୍ଭେମାନେ ଯେତେବେଳେ ରାଜତ୍ୱ କରିବୁ, ଦେଶରେ ଶାନ୍ତି ବଜାୟ ରଖିବୁ ବୋଲି ସେମାନେ ପରିପ୍ରକାଶ କରନ୍ତି। କିନ୍ତୁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଏହି ପ୍ରକାର ଉତ୍ତମତା କାର୍ଯ୍ୟ ଆମମାନେ ଜଗତରେ ଦେଖିବାକୁ ପାଉନାହୁଁ। କାରଣ ସେମାନେ ନିଜର ସ୍ୱାର୍ଥ, ନିଜର ଦଳକୁ ବଢ଼ାଇବା ପାଇଁ, ନିଜର ଦଳକୁ ଆଗକୁ ଉନ୍ନତ କରିବା ପାଇଁ ସେମାନେ ପ୍ରଚେଷ୍ଟା କରନ୍ତି। କିନ୍ତୁ ସେମାନେ ଦେଶର ଶାନ୍ତି ବଜାଇବା ପାଇଁ ରାଜତ୍ୱ କରନ୍ତି ନାହିଁ। ଯେତେବେଳେ ଆମେ ଭାରତବର୍ଷରେ ଦେଖୁ, ଭାରତବର୍ଷ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଅଟେ। କିନ୍ତୁ ଏହି ଦେଶରେ ଆମ୍ଭେମାନେ ଶାନ୍ତି ସ୍ଥାପନ ଦେଖିବାକୁ ପାଉନାହୁଁ। ଧର୍ମ ବିରୁଦ୍ଧରେ ଧର୍ମ, ଜାତି ବିରୁଦ୍ଧରେ ଜାତି, ଏହି ପ୍ରକାର ସମସ୍ତ ଦଳଭେଦ ମତଭେଦକୁ ଆମେ ଦେଖିବାକୁ ପାଉ। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ଆମେ ଯେତେବେଳେ ଧରାପୃଷ୍ଠରେ ଆମେ ଦେଖୁ ଅନେକ ଦଳ ବାହାରିଛି। ପ୍ରତ୍ୟେକ ଦଳ ଆମ୍ଭେମାନେ ଭଲ କାର୍ଯ୍ୟ କରିବୁ ବୋଲି ସେମାନେ ପ୍ରକାଶ କରନ୍ତି। 5 ବର୍ଷର ନିମନ୍ତେ ଗୋଟିଏ ଦଳ ଆସିଥାଏ ଏବଂ 5 ବର୍ଷ ପରେ ସେହି ଦଳ ଚାଲିଯାଏ। ଯଦି ବା ଭଲ କାର୍ଯ୍ୟ କରେ, ପୁନର୍ବାର 5 ବର୍ଷ ନିମନ୍ତେ ସେହି ଦଳ ଆସିଥାଏ। କିନ୍ତୁ ଏହି ଦଳ ବି ବିନାଶକର ଦଳ। ଏହି ଦଳ ଚିରକାଳ ସ୍ଥାୟୀ ରାଜତ୍ୱ କରିପାରିବ ନାହିଁ। କିନ୍ତୁ ବାଇବଲ ପରିପ୍ରକାଶ କରେ, ଏହି ଦଳ ଚିରକାଳ ରାଜତ୍ୱ କରିପାରିବ ନାହିଁ। କେତେ ଉତ୍ତମ ଭାବରେ ଶାସନ କଲେ ବି, କେତେ ଉତ୍ତମ ଭାବରେ ଦାୟିତ୍ୱଭାର ନେଲେ ବି ଏହି ଦାୟିତ୍ୱ ଚିରକାଳ ସ୍ଥାୟୀ ହେବ ନାହିଁ। କେବଳ ଗୋଟିଏ ଦଳ, ଯେଉଁ ଦଳର ନେତା ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି, ସେ କେବଳ ଚିରକାଳ ସ୍ଥାୟୀ ଅଟନ୍ତି। କିନ୍ତୁ ଏ ଧରାପୃଷ୍ଠର ଅନେକ ଦଳର ନେତାମାନେ ଚିରକାଳ ସ୍ଥାୟୀ ରାଜତ୍ୱ କରିପାରିବେ ନାହିଁ। ଯେତେବେଳେ ଆମ୍ଭେମାନେ ପ୍ରକାଶିତ ଅଧ୍ୟାୟ 22 ତାର 3, 4, 5 ପଦକୁ ଆମେ ପାଠ କରୁ, କୌଣସି ଅଭିଷିକ୍ତ ବିଷୟ ଆଉ ରହିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ। ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ହେବ। ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ। କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ। ପୁଣି ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। ହଁ ପ୍ରିୟ ବନ୍ଧୁଗଣ, ଏହି ଧରାପୃଷ୍ଠର ରାଜତ୍ୱ, ଏହି ଧରାପୃଷ୍ଠର ପ୍ରତ୍ୟେକ ଦଳ ବିନଷ୍ଟ ହେବ, କିନ୍ତୁ ଈଶ୍ୱର ଯୁଗେ ଯୁଗେ ସ୍ଥାୟୀ ହୋଇ ରହିବେ। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଆଜି ଆମମାନେ ନିଷ୍ପତ୍ତି ନେବା, ବାଛିବା ଆମ୍ଭେମାନେ କେଉଁ ଦଳର ଲୋକ ଅଟୁ। ବାସ୍ତବରେ ଆମେ ନିଜକୁ ପ୍ରଶ୍ନ କରିବା, ମୁଁ କେଉଁ ଦଳର ଲୋକ ଅଟେ? ନା ବିନାଶ ପ୍ରାପ୍ତକାରୀ ଦଳର ଲୋକ ଅଟେ? ନା ଆତ୍ମାର ପରିତ୍ରାଣର ବିଶ୍ୱାସର ଦଳ ଅଟେ? ହଁ ପ୍ରିୟ ବନ୍ଧୁଗଣ, ଆସୁ ଆଜି ଆମେ ନିଜକୁ ସମୀକ୍ଷା କରିବା।
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା, ତେବେ ଆମ୍ଭେମାନେ ପରିତ୍ରାଣ ପ୍ରାପ୍ତର ଦଳର ଲୋକ ହୋଇପାରିବା। ପ୍ରଭୁ ଯୀଶୁଙ୍କଠାରେ ଆମେ ନିର୍ଭର ରଖିବା, ପ୍ରଭୁ ଯୀଶୁଙ୍କର ପ୍ରତ୍ୟେକ ଆଜ୍ଞାକୁ ଆମେ ପାଳନ କରିବା, ତାହାଙ୍କର ବାକ୍ୟ ଅନୁସାରେ ଆମେ ନିଜ ଜୀବନକୁ ଅତିବାହିତ କରିବା, ଧାର୍ମିକତା ଜୀବନ ଅତିବାହିତ କରିବା, ତେବେ ଆମ୍ଭେମାନେ ପରିତ୍ରାଣ ପ୍ରାପ୍ତର ଦଳ ହୋଇପାରିବା। ତେବେ ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ଏହି ଦଳ କେବଳ ତାହାଙ୍କ ରାଜ୍ୟର ଅଧିକାରୀ ହୋଇପାରିବେ। କିନ୍ତୁ ଯେଉଁମାନେ ବିନାଶ ପ୍ରାପ୍ତର ଦଳ ଅବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ପାଶ୍ଚାତ୍ପଦ ହୋଇ ବିନାଶ ଦଳର ଲୋକମାନଙ୍କ ସହିତ ଗମନ କରିବେ, ସେମାନେ ସ୍ୱର୍ଗ ରାଜ୍ୟର ଅଧିକାରୀ ହୋଇପାରିବେ ନାହିଁ। ଏହି ଦଳ ନର୍କର ଯନ୍ତ୍ରଣାରେ ରହିଯିବ। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଆଜି ଆମେ ସମୟ ଥାଉ ଥାଉ ନିଜକୁ ନିଷ୍ପତ୍ତି କରିବା। ହଁ ପ୍ରିୟ ବନ୍ଧୁଗଣ, ବାସ୍ତବତାରେ ଏହି ବିନାଶ ପ୍ରାପ୍ତ ଦଳରୁ ଆମେ ବାହାରିବା ଏବଂ ଯେଉଁମାନେ ଈଶ୍ୱରଙ୍କର ସ୍ତବ ଗାନ କରନ୍ତି ସେହି ଦଳ ସହିତ ଆମ୍ଭେମାନେ ସହଭାଗିତା କରିବା। ଯେତେବେଳେ ଆମ୍ଭେମାନେ ପ୍ରଥମ ତିମୋଥୀ 6:11 ପାଠ କରୁ, କିନ୍ତୁ ହେ ଈଶ୍ୱରଙ୍କର ଲୋକ, ତୁମ୍ଭେ ଏହି ସମସ୍ତ ଠାରୁ ପଳାୟନ କରି ଧାର୍ମିକତା, ଈଶ୍ୱର ପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ। ହଁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଏହି ବିନାଶ ପ୍ରାପ୍ତ ଦଳର ଲୋକମାନଙ୍କ ଠାରୁ ବିମୁଖ ହୋଇ ଯେଉଁମାନେ ପବିତ୍ରତାରେ ଜୀବନ ଅତିବାହିତ କରନ୍ତି ସେହି ଦଳର ଲୋକମାନଙ୍କ ସହିତ ସହଭାଗିତା କରିବା। ସେହି ଦଳର ଲୋକମାନଙ୍କ ସହିତ ଆମ୍ଭେମାନେ ଧାର୍ମିକତା, ଈଶ୍ୱର ପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହେବା। ତେବେ ଆମ୍ଭେମାନେ ସେହି ଆତ୍ମାର ପରିତ୍ରାଣ ପ୍ରାପ୍ତର ବିଶ୍ୱାସୀ ଦଳର ଲୋକ ଆମେ ହୋଇପାରିବା ଏବଂ ଈଶ୍ୱରଙ୍କର ରାଜ୍ୟର ଅଧିକାରୀ ହୋଇପାରିବା। ଏଣୁ ପ୍ରିୟ ବନ୍ଧୁଗଣ, ଆଜି ଆମେ ଦେଖୁ ଏହି ଧରାପୃଷ୍ଠରେ ଅନେକ ଦଳ ବିଶିଷ୍ଟ ଆମେ ଦେଖିବାକୁ ପାଇଥାଉ। ସେଥିମଧ୍ୟରେ ଆମ୍ଭେମାନେ ଦେଖିଲୁ ବିନାଶ ପ୍ରାପ୍ତ ଦଳ ଏବଂ ଆତ୍ମାର ପରିତ୍ରାଣ ପ୍ରାପ୍ତ ଦଳ। ଆଜି ପ୍ରିୟ ବନ୍ଧୁଗଣ, ଆମେ ଆତ୍ମାର ପରିତ୍ରାଣ ପ୍ରାପ୍ତର ଦଳରେ ବାସ କରୁଅଛୁ ନା ବିନାଶ ପ୍ରାପ୍ତକାରୀ ଦଳରେ ବାସ କରୁଅଛୁ? ଯଦି ଆମେ ବିନାଶ ପ୍ରାପ୍ତ ଦଳରେ ବାସ କରୁଛୁ, ଆସୁ ସମୟ ଥାଉ ଥାଉ ନିଜ ଜୀବନକୁ ସମୀକ୍ଷା କରିବା ଏବଂ ଆତ୍ମାର ପରିତ୍ରାଣ ପ୍ରାପ୍ତର ବିଶ୍ୱାସକାରୀ ଦଳରେ ଆମେ ନିଜ ଜୀବନକୁ ସମର୍ପଣ କରିବା। ତେବେ ଆମ୍ଭେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇପାରିବା। ଏଣୁ ଆସୁ ପ୍ରିୟ ବନ୍ଧୁଗଣ, ଆଜିର ଏହି ଅଳ୍ପ ଆଲୋଚନା ମଧ୍ୟ ଦେଇ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ।